नमस्कार सामंत एडुकेशन आउ एक वीडियो को आपण मान स्वागत। आज छबिल मधु वर्णबोधर अबना पढ़ा। अबनार अर्थ हूँ ये कौन मात्रा एवं फलार व्यवहार होना। मात्रा आम जाचु जे स्वर वर्णर सांकेतिक रूप, फला होउछि व्यंजन वर्णर सांकेतिक रूप। तो एठारे केवल वर्णमालार वर्ण गुड़िकर व्यवहार होइछि एवं शब्द तैयारी होइछि। तो आसंतु से शब्द गुड़िक आम प्रथम पढ़ा, तापरे से शब्द गुड़िकर अर्थ आम आलोचना करिबा। तो देखंतु प्रथम शब्द होउछि अख। अख तापर रख, आ दीर्घई आई, हर्षौ हर्षई उई, दीर्घई तालबेश ईश, आ दंतेश आस, दीर्घौ दंतेन ऊन, रु मूर्धेण ऋण, एक ओट, ओट पर कौन अच्छी देखा क हर, ख हर, गछ, घट, चक, छक, बर्गेज अल, जल, झर, टक, ठक, डर, डर पर कौन अच्छी ढम, तापर तप, थर, द तालबेश दस, ध दंतेन धन, पट, फल फल, बड़, भल, मन, अस्तेज मजम, रच, ल अस्तेय लय, अस्तेज तालबेश जस, चस, र दंतेश रस, ह अल हल। तापर तीनोटी वर्णर व्यवहार होइछि। अलस, अ अल दंतेश, क अल दंतेश कलश, आ दंतेश दंतेन आसन, ब दंतेश दंतेन बसन, द तालबेश म दशम, तालबेश कोट सकट, र वर्गेजक रजक, तालबेश र मूर्धेण, तालबेश र मूर्धेण शरण, दंतेश ह वर्गेज सहज, दंतेश र अल सरल, दंतेश अलख सलख, ब अस्तेय दंतेश बयस, तालबेश अस्तेय दंतेन शयन, दंतेश म अस्तेय समय, दंतेश र दंतेश सरस, सरस पर कौन अच्छी औ मूर्धनेश ध औषध, द र तालबेश दंतेन दर्शन, दर्शन पर कौन अच्छी र दंतेश म अस्तेय रसमय, तापर समतल दंतेश म तल समतल, तालबेश तालबेश धर शशधर। तो एतिकी शब्द एवं यहाँ पर शब्द गुड़िक गोटे वाक्य भाया दि जाइए, जोटा इंग्लीश में राइम्स कौचे, से राइम भाया दि जाइए। आम सेटा को देखा कौन अच्छी देखंतु भज मन, धन जन, रथ गढ़ अट चढ़, घर पछ बर गछ, हल धर हल कर। आउथरे पड़िया भज मन धन जन रथ गढ़ अट चढ़, घर पछ बर गछ हल धर हल कर।
ଏହା ତଳକୁ ଅଛି ପଥର ଘର, ବଡ଼ ଜବର, ପଣସ ରସ, ବଡ଼ ସରସ। ତ ଏବେ ଆମେ ଶବ୍ଦ ଗୁଡ଼ିକର ଅର୍ଥ ଜାଣିବା। ତ ପ୍ରଥମରୁ ଦେଖି ଦେଖି ଆସିବା କେଉଁଗୁଡ଼ାକ ଆମର କଠିନ ଶବ୍ଦ ଅଛି। ଅଖ ଆମେ ଜାଣିଛୁ, ଯେଉଁଟା ଚକରେ ଲାଗିଥାଏ, ଚକର କେନ୍ଦ୍ରରୁ ତାର ବାହାର ଆଡ଼କୁ ଯେଉଁଟା ଲାଗିଥାଏ ତାକୁ ଆମେ କହିବା ଅଖ। ତାପରେ ଅଛି ରଖ, ରଖ ମାନେ ରଖିବା, ଯେକୌଣସି ଜିନିଷକୁ ରଖିବା, ରଖ। ତାପରେ ଆ ଦୀର୍ଘଇ, ମାଙ୍କର ମା, ଆଈ। ହର୍ଷଉ ହର୍ଷଇ, ଛୋଟ ଜୀବଟିଏ, ମାଟି ଭିତରେ ଥାଏ, କେଉଁଠି କାଠରେ ବି ଥାଏ, ଯେଉଁଟାକି କାଠକୁ ଖାଏ, ଉଇ। ଦୀର୍ଘଇ ତାଲବେଶ, ଈଶ୍ୱର ଅର୍ଥ ହେଉଛି ଈଶ୍ୱର, ପ୍ରଭୁ, ସ୍ୱାମୀ। ଆ ଦନ୍ତେଶ, ଆସ, ଆମେ ବେଳେବେଳେ ଡାକୁ ଆସ, ଏଠାକୁ ଆସ, ଆସ। ଦୀର୍ଘଉ ଦନ୍ତେନ, ଉନ୍ନର ଅର୍ଥ ହେଉଛି କମ୍ ବା ହୀନ ବା ଦୁର୍ବଳ, ସେ ହେଉଛି ଉନ୍ନ। ଋଣ, ଋଣ କରିବା, ଧାର କରିବା, ଋଣ। ଏକ ଗୋଟିଏ, ଏକର ଅର୍ଥ ହେଉଛି ଗୋଟିଏ। ଅଟୋ ଚିତ୍ର ଦେଇଛି ଏଠି, ଅଟୋ। ଏହାପରେ ଅଛି କ'ଣ? କର, କର ମାନେ କାର୍ଯ୍ୟ କରିବା, ଆମେ କହୁ ଏଇ କାମଟିକୁ କର, ସେଇଟା କର। ଖର, ଖରର ଅର୍ଥ ହେଉଛି କ୍ଷିପ୍ର ବେଗରେ, ଜଲ୍ଦି, ଶୀଘ୍ର, ସେ ହେଉଛି ଖର। ଗଛ, ଗଛ ଆମେ ଜାଣିଛୁ। ଘଟ ବି ମଧ୍ୟ ଆମକୁ ଜଣାଅଛି, ଘଟ ଏଇଠି ଚିତ୍ର ଅଛି ତଳେ, ଘଟ। ଚକ ବି ଜଣାଅଛି ଆମକୁ, ଚକର ଅର୍ଥ। ଛକ, ଛକ ଜାଗା, ଯେଉଁଠି ଦୁଇଟା ସଡ଼କ, ଦୁଇଟି ରାସ୍ତା ଆସିକି ଜଏଣ୍ଟ କରିଛି, ଯୋଡ଼ିଛି, ଛକ। ଜଳକୁ, ଜଳର ଅର୍ଥ ଆମକୁ ଜଣାଅଛି। ଝରର ଅର୍ଥ ହେଉଛି ଝରଣା, ଝର ମାନେ ଝରଣା। ତାପରେ କ'ଣ ଅଛି ଦେଖିବା। ଟକ, ଟକଟା ଦେଖନ୍ତୁ, ଟକର ଅର୍ଥ ହେଉଛି ଲାଳସା ବା ଲୋଭ। ଯେତେବେଳେ ଆମେ ବେଳେବେଳେ କହୁ ଖାଦ୍ୟ ଖାଇଲା ବେଳେ କିଏ ମନେକର ସେଥିରେ ତା ପାଖରେ ଛିଡ଼ା ହେଇଛି, ଆମେ କହୁଛେ ସେ ଟକ ଟକ ହୋଇ ଖାଦ୍ୟଟିକୁ ଚାହିଁଛି, ତାମାନେ ଖାଦ୍ୟ ପ୍ରତି ତାର ଲୋଭ ଅଛି, ଲାଳସା ଅଛି। ସେଇଠି ଆମେ ଟକ ଶବ୍ଦଟିକୁ ବ୍ୟବହାର କରୁ। ଠକ, ଠକର ଅର୍ଥ କ'ଣ? ଠକର ଅର୍ଥ ହେଉଛି ପ୍ରତାରଣକାରୀ, ଯିଏ ଆମକୁ ପ୍ରତାରଣା କରେ ତାକୁ ଆମେ ଠକ ବୋଲି କହୁ। ଡର, ଡରର ଅନ୍ୟ ଅର୍ଥ କହିଲେ ଭୟ, ଯେଉଁଟାକୁ ଆମେ କହୁ। ଢମ, ଢମର ଅର୍ଥ ହେଉଛି ଅମୂଳକ ବା ଅସାର ଶବ୍ଦ, ଯାହାର କୌଣସି ମୂଳ ନାହିଁ, ଅମୂଳକ, ଢମ ଶବ୍ଦକୁ ଢମ। ତପ ମାନେ ତପସ୍ୟା କରିବା, ଥର ମାନେ ଥରିଯିବା। ଦଶ ହେଉଛି ସଂଖ୍ୟା, 9 ପରେ 10, 1 2 3 4 ଏମିତି ଆମେ କ'ଣ 10। ତାପରେ ଧନ, ଧନ ସମ୍ପତ୍ତି ଆମେ କହୁ। ପଟ, ପଟର ଅର୍ଥ ହେଉଛି ଗୋଟେ ପାର୍ଶ୍ୱ, ଆମେ କହୁ ବେଳେବେଳେ ଏପଟ ସେପଟ, ମାନେ ଏ ପାଖ ସେ ପାଖ, ଏ ପାର୍ଶ୍ୱ ସେ ପାର୍ଶ୍ୱ, ଏମିତି ପଟ। ପଟର ଅର୍ଥ ପାର୍ଶ୍ୱ। ଫଳ ଅର୍ଥ ଆମକୁ ଜଣାଅଛି, ବଡ଼ର ଅର୍ଥ ମଧ୍ୟ ଆମକୁ ଜଣାଅଛି, ଭଲର ଅର୍ଥ ମଧ୍ୟ ଆମକୁ ଜଣାଅଛି, ଭଲ। ମନ୍ଦର ବିପରୀତ ଯେଉଁଟା ଭଲ। ମନ, ଯମ, ଯମ ମୃତ୍ୟୁର ଦେବତା, ଯମ ଜଣାଅଛି। ରଚ ମାନେ ରଚନା କରିବା, ଲେଖିବା, ରଚ। ଲୟ ମାନେ ଏକାଗ୍ର ଚିତ୍ତ, ଏକାଗ୍ର ଧ୍ୟାନ, ମନୋଯୋଗ ଦେବା, ସେଟାକୁ କହିବା ଲୟ। ଯଶ, ଅସ୍ତେଜ ତାଲବେଶ, ଯଶ, ଯଶ ମାନେ ସୁନାମ ଅର୍ଜନ କରିବା, ଯଶ। ଆଉ ଗୋଟେ ଯଶ ହେଉଛି ଆମେ ଯେତେବେଳେ କହୁ ମୁଁ ଏଇ ଜିନିଷଟି ଦେଖିଗଲେ ମୋର ଯଶ ହୁଏ, ଶୁଭ ହୁଏ, ଯେମିତି କହୁ ମୁଦିଟେ ପିନ୍ଧିଲେ ମୋର ଯଶ ହେଉଛି, ବା ତା ମୁହଁ ଚାହିଁକି ଗଲେ ଯଶ ହେଉଛି, ସେ ଅର୍ଥରେ ମଧ୍ୟ ଆମେ ଯଶକୁ ବ୍ୟବହାର କରୁ। ଯଶ ମାନେ ଚାଷ କରିବା, ରସ ମାନେ ଫଳର ରସ ହେଉ କିମ୍ବା ଯେକୌଣସି ଜିନିଷ ତରଳ ପଦାର୍ଥ ଆମେ ରସ କହୁ। ତାପରେ ହଳ, ହଳ କରିବା, ହଳ। ତାପରେ କ'ଣ ଶବ୍ଦ ଅଛି ଆମେ ଦେଖିବା। ତାପରେ ଶବ୍ଦ ଅଛି ଅଳସ, ଅଳସ ମାନେ ଠିକ୍ ସମୟରେ ଠିକ୍ କାର୍ଯ୍ୟ ନ କରିବା, ସେ ହେଉଛି ଅଳସ। କଳସ, କଳସର ଚିତ୍ର ଅଛି ଏଇଠି, କଳସ ଆପଣ ଦେଖିପାରୁଥିବେ। ଆସନ, ଯେଉଁଥିରେ ଆମେ ବସୁ, ଆସନ। ବସନ, ବସନ ଅର୍ଥ ହେଉଛି ବସ୍ତ୍ର, ଯେଉଁଟା ପିନ୍ଧୁ
ବା ଆଚ୍ଛାଦନ, ଆଚ୍ଛାଦନ ମଧ୍ୟ ତାକୁ କୁହାଯାଏ ବସ୍ତ୍ରକୁ, ଯେଉଁଟା ଆମେ ପିନ୍ଧୁ ଲୁଗା, ବସନ। ଦଶମ, ଦଶମ ହେଉଛି ପୂର୍ଣ୍ଣବାଚକ ସଂଖ୍ୟା, ଯେମିତି ଏକକୁ ଆମେ କହୁ ପ୍ରଥମ, ଦୁଇ ଦ୍ୱିତୀୟ, ତିନି ତୃତୀୟ, ଚାରି ଚତୁର୍ଥ, ପାଞ୍ଚ ପଞ୍ଚମ, ସେମିତି 10କୁ ଆମେ କହୁ ଦଶମ ପୂର୍ଣ୍ଣବାଚକ ସଂଖ୍ୟା। ଶକଟ ମାନେ ଶଗଡ଼ ଗାଡ଼ି, ଶକଟ, ଶକଟ। ତାଲବେଶ, କୋଟ। ରଜକର ଅର୍ଥ କ'ଣ? ରଜକ ମାନେ ରଞ୍ଜନକାରୀ, ଯିଏ ରଙ୍ଗ ଦିଅନ୍ତି, ରଞ୍ଜନ କରନ୍ତି ପୋଷାକ, ବସ୍ତ୍ର ଆଦିରେ। ଯେମିତି ଆଗରୁ ସେମାନେ ଧବା ଯେଉଁମାନେ ସବୁ ଥିଲେ, ସେମାନେ କ'ଣ କରୁଥିଲେ, ଲୁଗାକୁ ସଫା କରୁଥିଲେ ଏବଂ ସେଥିରେ ରଙ୍ଗ ଦେଉଥିଲେ, ତେଣୁ ତାଙ୍କୁ କୁହାଯାଏ ରଜକ। ଶରଣ, ଆଶ୍ରୟ ଦେବା, ଶରଣ ଦେବା ତାକୁ ଆମେ କହୁ। ସହଜ ମାନେ ଯେଉଁଟାକି ଆମକୁ କଷ୍ଟର ବିପରୀତ, ଯେଉଁଟା କୁହାଯାଏ ସହଜ। ତାପରେ ଅଛି ସରଳ। ସରଳ ବି ସେଇ ସହଜ ଭଳି, ଯେଉଁଟାକି ଆମେ ଅନାୟାସରେ କରିପାରିବା, ସେଇଟାକୁ କୁହାଯାଏ ସରଳ। ସଳଖ ମାନେ ସିଧା, ଆମେ ଜାଣିଛୁ। ବୟସ ମାନେ ମଧ୍ୟ ଆମକୁ ଜଣାଅଛି। ଶୟନ ମାନେ ଜଣାଅଛି, ଶୟନ ମାନେ ଶୋଇଯିବା, ଶୟନ କରିବା। ସମୟ, ସମୟର ଅର୍ଥ ଆମକୁ ଜଣାଅଛି। ସରସ, ସରସ ମାନେ ସୁନ୍ଦର, ଯେଉଁଟାକି ଆମେ କହିବା ସରସ। ଔଷଧ, ରୋଗ ହେଲେ ଆମେ ଖାଉ ଔଷଧ। ଦର୍ଶନ, ଦର୍ଶନ ମାନେ ଦେଖିବା, ଦେଖିବାର ସୁଯୋଗ ପାଇବା, ଦର୍ଶନ କରିବା। ଦର୍ଶନଟାର କୁହାଯାଇଛି ଦର୍ଶନ। ସେ ରସମୟ, ରସମୟ ମାନେ ଯେଉଁଟାକି ଅତି ମଧୁର, ଅତି ସୁନ୍ଦର, ଯାହା ଭିତରେ କିଛି ଅଛି ରସମୟ। ଯେମିତି କବିତାଟି ପଢ଼ିଲେ, କବିତାଟି ଆମକୁ ଭଲ ଲାଗିଲା, ଆମେ କହୁ କବିତାଟି ଅତ୍ୟନ୍ତ ରସମୟ କବିତା। ଯେମିତି ସମତଳ, ସମତଳ ମାନେ ଯେଉଁଟାକି ଆମେ କହୁ ଉଚ୍ଚା ନିଚା ଯେଉଁଠି ନାହିଁ, ସମାନ ଜାଗା, ସମତଳ। ଶଶଧର, ଶଶଧରର ଅର୍ଥ ହେଉଛି ଚନ୍ଦ୍ରମା ବା ଜହ୍ନ, ଚନ୍ଦ୍ର, ଶଶଧର। ତ ଏତିକି ଆମେ ପଢ଼ିଲୁ, ତା'ର ଅର୍ଥ ଜାଣିଲୁ। ଆଗାମୀ ଭିଡ଼ିଓ ମାନଙ୍କରେ ମଧ୍ୟ ଆମେ ଆଉ ଯେତିକି ରହିଲା ବର୍ଣ୍ଣବୋଧର ସବୁ ଶବ୍ଦ ଗୁଡ଼ିକ ଆମେ ପଢ଼ିବା ଏବଂ ତା'ର ଅର୍ଥ ମଧ୍ୟ ଜାଣିବା ଆଗାମୀ ଭିଡ଼ିଓ ମାନଙ୍କରେ। ତ ଆପଣମାନଙ୍କୁ ଅନୁରୋଧ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।